ପାଲାଟା କେମିତି ବୁଲିକିରି ଯାଉଛି ପଛ ଘୁଞ୍ଚା ନାହିଁ ବୀରର ଜାତକେ ପାଲାଟା କେମିତି ବୁଲିକିରି ଯାଉଛି ପାଲା କଲେ ପାଣି ପିଇବାକୁ ବେଳ ନଥିବ ଗୀତ ବୋଲେଇବ ନାହିଁ ଯେତେବେଳକୁ ନୃସିଂହତା ମାଗନ୍ତାଣି ମତେ ପଇସା ଦିଅ ସନା ଦାସ କାହାକୁ ପଇସା ମାଗିବନି ପ୍ରଥମ ପଏଣ୍ଟ ଏଇଟା ଦ୍ୱିତୀୟ ରାତି ପାହିଥିଲେ ମୁଁ ରାଜା ହେଇଥାନ୍ତି କିଏ କହୁଛନ୍ତି ରାମ ଯେତେବେଳେ ମୁଁ 14 ବର୍ଷ ଜଙ୍ଗଲକୁ ଯିବି ଏବେ ପ୍ରାକ ପ୍ରସ୍ତୁତି ଯୁଦ୍ଧ ପାଇଁ ହଁ ଯୋଉ ସେନା ମାନେ ଅଛନ୍ତି ବାହିନୀ ମାନେ ଅଛନ୍ତି ଯେତେବେଳେ ଯୁଦ୍ଧ କରିବାକୁ ଯିବେ ଅର୍ଡର ଆସିଲା ସମସ୍ତଙ୍କୁ ସେ ଫେରିବେ କି ନ ଫେରିବେ ଜାଣିଛନ୍ତି ବାପାଙ୍କ ପାଖରୁ ମାଙ୍କ ପାଖରୁ ବିଦାୟ ନେବେନି ଅଶ୍ରୁଳ ନେତ୍ରରେ ନିଜ ସ୍ତ୍ରୀ କି କଣ କହିବେ ମୁଁ ଯାଉଛି ଫେରିବି କି ନ ଫେରିବି ମୁଁ ଜାଣେ ନା ମୋ ବାପା ମାଙ୍କର ମୋ ପିଲାମାନଙ୍କର ଯତ୍ନ ନବ ରାମ ଠାକୁର ଯେତେବେଳେ ଚତୁର୍ଦ୍ଦଶ କଣ୍ଟକୀର୍ଣ୍ଣ ସାନ୍ଦ୍ର ଜଙ୍ଗଲରେ କାଳତିପାତ କରିବି ସମସ୍ତଙ୍କ ଠାରୁ ବିଦାୟ ନେଇ ଶେଷରେ ପହଞ୍ଚିଲେ ଅଶ୍ରୁଳ ନେତ୍ରରେ ନିଜ ସ୍ତ୍ରୀ ସୀତାଙ୍କ ପାଖରେ ସୀତାଙ୍କୁ ଗୋଟିଏ ପଦ କଥା କହିଥିଲେ ରାମ ଜଙ୍ଗଲକୁ ଯିବା ପୂର୍ବରୁ କବି ହେଲେ ବାଲ୍ମୀକି ବହି ହଉଛି ସଂସ୍କୃତ ରାମାୟଣ କହିଲା ଅଦୈବ ଯାସ୍ୟାମି ବନଂ ଶଶ୍ରୁ ସମୀପସା শুশ্রূষা কুরুমে মাতুহু ন মিথ্যা বাদী নঙ্গ ভয়ং যেতবেଳକୁ ନୃସିଂହତା ମାଗନ୍ତାଣି ମତେ ପଇସା ଦିଅ ସନା ଦାସ କାହାକୁ ପଇସା ମାଗିବନି ଏଠି ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ କହିଲେ ହେ ଜାନକୀ ମୁଁ ଅବେଳାରେ ଜଙ୍ଗଲକୁ ଯାଉଛି ତୁମେ ତ୍ୱଂ ଶଶ୍ରୁ ସମୀପସା ରାମ ଠାକୁର ଜଙ୍ଗଲକୁ ଯିବା ପୂର୍ବରୁ ସୀତାଙ୍କୁ କହିଲେ ସୀତେ ତୁମେ ମୋ ବାପା ମାଙ୍କର ସେବା କରିବ କଣ ଭୁଲ କହିଲେ ସୀତା କଣ କହିଲେ ଜାଣନ୍ତୁ ସୀତା କହିଲେ ମୁଁ ଯଦି ଆପଣଙ୍କୁ ଛାଡ଼ିକିରି ଏଠି ରହିବି ମତେ ଏଇ ଅଯୋଧ୍ୟା କେମିତି ଲାଗିବ ଶୁଣିବେ କହିଲା ଅଯୋଧ୍ୟା ଲାଗିବ ମତେ ଅରଣ୍ୟ ସମାନ ମତେ ଅରଣ୍ୟ ସମାନ ଅରଣ୍ୟ ଲାଗିବ ମତେ ଅଯୋଧ୍ୟା ସମାନ ମତେ ଅଯୋଧ୍ୟା ସମାନ ଯେତିକି ଆପଣ ମାନେ ବସିଛନ୍ତି ସ୍ୱାମୀ କେତେ ଆଦରରେ କହୁଛନ୍ତି ମୁଁ ଜଙ୍ଗଲକୁ ଯିବି ମୁଁ ମୋ ବାପା ମା ସେବା କରିବି ଇଏ କୁଳ ବୋହୂ ସିଧା ସିଧା ନିଜ ସ୍ୱାମୀଙ୍କ ଆଗରେ କହୁଛନ୍ତି ମୁଁ ଯଦି ଆପଣଙ୍କୁ ଆଜ୍ଞା ଯାଉଛନ୍ତି ଜଙ୍ଗଲକୁ ଯିବି ମତେ ଜଙ୍ଗଲ ଲାଗିବ ଆପଣଙ୍କୁ ଅଯୋଧ୍ୟା ପରି ଆଉ ଯଦି ମୁଁ ଏ ଜାଗାରେ ଆପଣଙ୍କୁ ଛାଡ଼ିକିରି ରୁହେ ଇଏ ଅଯୋଧ୍ୟା ମତେ ଲାଗିବ ଜଙ୍ଗଲ ପରି ତାର ନିଛକ ପ୍ରମାଣ ମଉସା ବିଶ୍ୱନାଥ ଖୁଣ୍ଟିଆ ଲେଖିଛନ୍ତି ସୀତା ସିଧା କହିଥିଲେ ମୂର୍ଚ୍ଛି ନ ପାରି ମୁଁ ସଙ୍ଗତେ ଆଇଲି ଠିକ ନା ନାଇଁ ରାମ ଠାକୁରଙ୍କୁ ମୂର୍ଚ୍ଛି ନ ପାରି ସୀତା ଶାଶୁ ଶ୍ୱଶୁରଙ୍କ ସେବାକୁ ଉପେକ୍ଷା କରି ରାମଙ୍କ ସାଙ୍ଗରେ ବାହାରି ଏଇଟା କେତେ ଦୂର ଠିକ କେତେ ଦୂର ଭୁଲ ଆପଣ ବିଚାର କରିବେ ମୋ ସ୍ତ୍ରୀ ଯେତେବେଳେ ମୋ ସାଙ୍ଗରେ ଜଙ୍ଗଲକୁ ବାହାରିବ ଇଏ ଦ୍ୱିତୀୟ ପ୍ରଶ୍ନ ପରେ ତୃତୀୟ ପ୍ରଶ୍ନ ମୋ ବୋଉ କି ମୋ ସ୍ତ୍ରୀର ଶାଶୁ କିଏ କୌଶଲ୍ୟା ଦୌଡ଼ି ଆଇଲେ ଏଇ ତୋ ପୁଅ ଯେତେବେଳେ ତୋ ବୋହୂକୁ ନେଇକି ଭୁବନେଶ୍ୱର ବାହାରିବ ତୋ ସ୍ତ୍ରୀ ଦୌଡ଼ି ଆସିବନି ତୋ ବୋହୂକୁ କଣ କହିବ ବୋହୁଲୋ ସହର ବଜରା ଜାଗା ମୋ ପୁଅ ସାଙ୍ଗରେ ପାଖେ ପାଖେ ରହିବୁ ବାଗେଇ ସାଗେଇ ଚଳିବୁ ମୁଣ୍ଡରେ ଲୁଗା ଦବୁ ଠିକ ସେମିତି ଯେତେବେଳେ ଜାନକୀ ବାହାରିଛନ୍ତି ଜଙ୍ଗଲକୁ ଯିବେ ବୋଲି ସେତିକି ବେଳେ ଶାଶୁ ମା କି ମା କୌଶଲ୍ୟା ବାହାରି ଆସିଲେ ପଦେ କଥା ବୋହୂକୁ କହିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବହି ହଉଛି ବୈଦେଶ ବିଳାସ କହିଲା ବିପିନର ପିନ ଉରଜ ଅପୂର୍ବ ଦ୍ରବ୍ୟ ଦେଖି ନ ମାଗିବ ଆଉ ଏବେ ସହୋଦର ମଧ୍ୟରେ ଆଦର ବିପଥରେ ଗମୁଥିବୁରେ ବାସେ ପାଣି ନସୁରେ କଣ୍ଠୁ କାହାରରେ ବାସେ
ଝାଡ଼ା କଲେ ପାଣି ପିଇବାକୁ ବେଳ ନଥିବ ଗୀତ ବୋଲେଇବ ନାଇଁ। ଚାରିଟା ଯାଆନ୍ତାନି ଏଥିରୁ। ମା ଶାଶୁ ମା ଦୌଡ଼ି ଆଇଲେ କହିଲେ ବୋହୁଲୋ ବିପିନରେ କି ଜଙ୍ଗଲରେ ମୁଁ ଏମିତି ଭାବରେ ଚଳିବୁ ମୋ ପିଲାମାନଙ୍କୁ ଅପୂର୍ବ ଦ୍ରବ୍ୟ ମାଗିବୁନି। ବିପିନରେ ପିନ ରଜା ବେନି ସହୋଦର ପିନ ଉରଜା କହିଲେ ପୃଥିବୀ ଝିଅ, ପିନ କହିଲେ ପୃଥିବୀ, ପୃଥିବୀ ଝିଅ। ଆଉ ଶାଶୁ କଣ ବୋହୁ କହିବ ତୋର ପର୍ବତ ଭଳିଆ ସ୍ତନ। ମୋ ପିଲାମାନଙ୍କୁ ଅପୂର୍ବ ଦ୍ରବ୍ୟ ମାଗିବୁନି। ସେତିକି ନୁହଁ, ମୋ ଦୁଇ ପୁଅଙ୍କ ମଝିରେ ବାଟ ଚାଲିବୁ। ମଉସା ସେଠି ସୀତା କହିଥିଲେ କି ନାଇଁ ମଝିରେ ମଝିରେ ମାଗିବି? କହିଥିଲେ କହିଥିଲେ କଣ ସେ କଥା? ନା ନା ମୋ କହିବା କଥା ସୀତା କଣ କହିଲେ? ମୌନେ ସମତି ଲକ୍ଷଣ। ରାମ ଖୁସି ହେଲେ କହିଲେ ମାନିବାକୁ ପଡିବ ଜନକଙ୍କ ଝିଅ ବସୁମତୀଙ୍କ କନ୍ୟା, ଇଏ ମୋ ମା କଥାକୁ ରକ୍ଷା କରିବେ। ବାସ୍ ସମ୍ମତ ଦେଲେ। ସେଇଠି ରାମ କହିଲେ କହିଲେ ଜାନକୀ ମାନେ ପୂର୍ବ କଥାକୁ ପ୍ରଶ୍ନ ଆକାରରେ ସ୍ୱର୍ଗପୁରେ ପଚାରୁଛନ୍ତି ରାମ। ପାଲାଟା କେମିତି ବୁଲିକିରି ଯାଉଛି। ପଚାରୁଛନ୍ତି କହିଲେ ଜାନକୀ ତୁମେ ମୋ ମା କଥାର ସମ୍ମତି ପ୍ରଦାନ କରିବା ପରେ ଯେମିତି ପଞ୍ଚବଟୀରେ ମୋ ସାଙ୍ଗରେ ପହଞ୍ଚିଲ କଣ କଲ ମନେ ପକାଅ। କହିଲେ ବନ୍ଧନେ କବରୀ କରନ୍ତି ଚଉରୀ ଇଏ ଚାରୁ ବାମେ ଧନୁ ଧରି ରାଘବ ଚାରି ସେଇ ଭଙ୍ଗ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖା ଚାଲିଛି। ତୁମେ ସେଦିନ ସମ୍ମତି ପ୍ରଦାନ କଲ, ମୁଁ ଭାବିଲି ଖୁସି ହେଲି ଯାହା ହଉ ମୋ ସ୍ତ୍ରୀ ମୋ ମା କଥା ରଖିବେ। ଯେମିତି ତୁମେ ପହଞ୍ଚିଲ ପଞ୍ଚବଟୀରେ ତୁମେ ଯେମିତି ସୁନାର ମୃଗକୁ ଦେଖିଲ କହିଲ ମତେ ଆଣିକି ମାରିକି ଦିଅ ମୁଁ ତାକୁ କବରରେ ବାନ୍ଧିବି। ଏଟା ଠିକ ଠିକ କହିଛୁ। ଆପଣ ମାନେ କହିବେ ବହୁ ଦିନ ତଳେ ଶାଶୁ କହିଥିଲେ ତ ମାଙ୍କର ମନେ ନାହିଁ। ମନେ ନଥିବ ଜଣେ ମନେ ପକେଇ ଦେଲା। ସୀତା ଯେତେବେଳେ କହିଲେ ଇଏ ସୁନାର ମୃଗ ମାରିକିରି ଦିଅ, ରାମ ବାଁ ହାତରେ ଧଇଲେ କୋଦଣ୍ଡ। ବାସ୍ ସେତିକି ବେଳେ ଜଣେ ମନେ ପକେଇ ଦେଲା। ପୁରୁଣା କାଳିଆ ସ୍ୱରଟିଏ ପକଉଛି। ଆପଣ ମାନେ ବିଚାର କରନ୍ତୁ ପ୍ରକୃତରେ ଇଏ ପୁରୁଣା କାଳିଆ ସ୍ୱର କି ନାହିଁ, ଆଧରେ ଗାୟକର କଷ୍ଟ ଅଛି କେତେ। ଇଏ କଣ ଶାଳୁ ପଳେଇଲା? ସେ ଉଠିଲା। ଆପଣ ପୁରୁଣା ସ୍ୱର କଥା କହିଲେ ସେ ଉଠିଲା ଭିଡି ଦବ। ଓ ଛେପ କାଢିବାକୁ ଗଲା। ଲକ୍ଷ୍ୟ କରୁଥାଏ ଧରିବ କି ନାହିଁ। ଇଏ ମହାବଦମାସୀ ଅଛି। କହିଲା ପଦତି ଲକ୍ଷ୍ମଣ ମୋରି ଭାଗ୍ୟ ମୁଁ ଅଲଗା ଗାୟକର ପାଳିବାକୁ କହି ଧରିବୁନି, ସେ ମୋରି ଭାଗ୍ୟ। ଆଉ କଣ କରିବା? କହିଲା ଏ କପଟିଆଣ ମାରିଛ ନିଶ୍ଚୟ କିବା ଥାଉ ଶୁଣିଛ ବାତାୟୁ ସ୍ୱର୍ଣ୍ଣର କିବା ଥାଉ ଶୁଣିଛ ବାତା ଇଏ ସମୟ ଇଏ ବିଲୋ କିବା ଥାଉ ଶୁଣିଛ ସ୍ୱର୍ଣ୍ଣର ये छोट झांप तथा मानिया पड़े पुता बजेई ये यही खोर्धा जिला पाठ बापा प्रहलाद साहू पुणी आसवा गोटे ये हूँ बापसा बेटा ज्यादा है। बापसा बेटा ज्यादा लेकिन आधा नहीं है बहुत धीरे पाठ करना वो ज्यादा है। चंग चंग हो छुटे पाला बस लक्षण मने पकाई देला धनु जत बळे राम धरिले गेडुआ पद्धति लक्षण ये कपटी एण ये कपटी मृग परिष्कार कर देले मारिचनी। तुमे मां तो ठकिनी सेठी राम को पादु को धरथान तो नाही जीवा मने दरकार नाही। सासू कहिथे धनु धरिकी बाहरी की गलाळ को पछुरु डाकुचन नाही मौसा वीर थरे कांधरे धनु पकेला आ फेरिबो
ପଛ ଘୁଞ୍ଚା ନାହିଁ ବୀରର ଜାତକେ ପଛ ଘୁଞ୍ଚା ନାହିଁ ବୀରର ଜାତକେ ପଛ ଘୁଞ୍ଚା ନାହିଁ ବୀରର ଜାତକେ ବୀରର ଜାତକରେ ପଛ ଘୁଞ୍ଚା ଅଛି। ନା ନ ମରେ ସେ କେବେ ପରା ପରାଣ ଆତଙ୍କି ତୁମକୁ ସେଦିନ ଶାଶୁ ଏତେ କଥା କହିଲା ପରେ ତୁମେ ତ ସାଧାରଣ ଘରର ଝିଅ କି ବୋହୂ ନୁହଁ, ତୁମେ ଶାଶୁ କଥାକୁ ଭୁଲିଗଲ।